देखो ଶିଖରେ ଆପଣଙ୍କୁ ସ୍ୱାଗତ। ଆଜି ମୁଁ ଆପଣଙ୍କ ପାଇଁ ନେଇ ଆସିଛି ଦେଶ ବିଦେଶର 30ଟି ଗୁରୁତ୍ୱପୂର୍ଣ୍ଣ ଖବର। ନମ୍ବର 1, ଏପ୍ରିଲ 26ରୁ ସିବିଏସ୍ଇ ଦଶମ ଏବଂ ଦ୍ୱାଦଶର ଟର୍ମ 2 ପରୀକ୍ଷା। ଦେଶରେ କୋଭିଡ ସଂକ୍ରମଣ ହ୍ରାସ ପାଇବା ପରେ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ଅର୍ଥାତ୍ ସିବିଏସ୍ଇ ପରୀକ୍ଷା କରିବା ନେଇ ବଡ଼ ନିଷ୍ପତ୍ତି ନେଇଛି। ସିବିଏସ୍ଇର ପରୀକ୍ଷା ନିୟନ୍ତ୍ରକଙ୍କ ଅନୁଯାୟୀ ଦଶମ ଏବଂ ଦ୍ୱାଦଶର ଦ୍ୱିତୀୟ ପର୍ଯ୍ୟାୟ ବା ଟର୍ମ 2 ପରୀକ୍ଷା ଏପ୍ରିଲ 26, 2022ରୁ ଆରମ୍ଭ ହେବ। ବିଶେଷ କଥା ହେଉଛି ଏହି ପରୀକ୍ଷାଗୁଡ଼ିକ ଅଫଲାଇନ୍ ମୋଡ୍ରେ ହେବ। ଖୁବ୍ ଶୀଘ୍ର କେନ୍ଦ୍ରୀୟ ବୋର୍ଡ ଏହାର ତାରିଖ ଘୋଷଣା କରିବେ। ଟର୍ମ 2 ପରୀକ୍ଷାରେ ଛାତ୍ରମାନେ ଉଭୟ ଅବଜେକ୍ଟିଭ ଏବଂ ସବଜେକ୍ଟିଭ ପ୍ରଶ୍ନର ଉତ୍ତର ଦେବେ। ଟର୍ମ 1ରେ କେବଳ ଅବଜେକ୍ଟିଭ ପ୍ରଶ୍ନର ଉତ୍ତର ଦେଇଥିଲେ ଛାତ୍ରଛାତ୍ରୀ। ତେବେ ବୋର୍ଡର ଅଫିସିଆଲ ୱେବସାଇଟ୍ cbse.nic.in ରେ ଶୀଘ୍ର ଏନେଇ ତାରିଖ ପ୍ରକାଶ ପାଇବ। ପ୍ରଥମ ଥର ପାଇଁ କେନ୍ଦ୍ରୀୟ ଶିକ୍ଷା ବୋର୍ଡ ଦଶମ ଶ୍ରେଣୀ ଏବଂ ଦ୍ୱାଦଶ ଶ୍ରେଣୀର ପରୀକ୍ଷା ଦୁଇଟି ପର୍ଯ୍ୟାୟରେ କରୁଛି। ନମ୍ବର 2, ଅଫଲାଇନ୍ରେ ହେବ ପରୀକ୍ଷା, କହିଲେ ଗଣଶିକ୍ଷା ମନ୍ତ୍ରୀ। ପରୀକ୍ଷା ସମ୍ପର୍କରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସଙ୍କ ସୂଚନା। କହିଲେ ଅଫଲାଇନ୍ରେ ପରୀକ୍ଷା ହେବା ନେଇ ନିଷ୍ପତ୍ତି ନିଆସରିଛି। କୋର୍ସ ସରିବା ପରେ ପରୀକ୍ଷା ହେବ। ଯେଉଁ ସମୟରେ ପରୀକ୍ଷା ହେବା କଥା ସେହି ସମୟରେ ହେବ। ଗତ 7 ତାରିଖରୁ ଅଷ୍ଟମ ଶ୍ରେଣୀରୁ ସ୍କୁଲ ଖୋଲି ସାରିଛି। ସେହିପରି 14 ତାରିଖରୁ କେଜିରୁ ସପ୍ତମ ଶ୍ରେଣୀ ଯାଏଁ ସ୍କୁଲ ଖୋଲିବ। ଏହା ପୂର୍ବରୁ କେମିତି ପରୀକ୍ଷା ହେବ ତା ଉପରେ ବଡ଼ ସୂଚନା ଦେଇଛନ୍ତି ମନ୍ତ୍ରୀ। କୋଭିଡ ପାଇଁ ମାସେ ହେବ ସ୍କୁଲ ବନ୍ଦ ଥିଲା। ଏବେ ପରିସ୍ଥିତିରେ ସୁଧାର ଆସିବା ପରେ ପୁଣି ସ୍କୁଲ ଖୋଲିଛି। ନମ୍ବର 3, ମାନିଲେ ସରକାର। ଲକଡାଉନ ଯୋଗୁଁ ଜୀବନ ହାରିଛନ୍ତି 8,000 ଲୋକ। ଆର୍ଥିକ ସଙ୍କଟରେ ଛଟପଟ ହୋଇ 2020ରେ 8,000 ଲୋକ ପ୍ରାଣ ହରାଇଛନ୍ତି। କୋଭିଡର ପ୍ରଥମ ଲହରରେ ଲକଡାଉନ ଯୋଗୁଁ କାମ ହରାଇବା ସହ ରୋଜଗାର ବାଟ ବନ୍ଦ ହୋଇଯିବାରୁ ଲୋକେ ବାଧ୍ୟ ହୋଇ ଆତ୍ମହତ୍ୟା ପନ୍ଥାକୁ ବାଛିନେଲେ। ବୁଧବାର କୋଭିଡ ଜନିତ ଲକଡାଉନ କାରଣରୁ ଦୁର୍ଦ୍ଦଶାରେ ସମ୍ମୁଖୀନ ହୋଇଥିବା ଲୋକଙ୍କ ସମ୍ପର୍କରେ ଏମିତି ତଥ୍ୟ ରଖିଛନ୍ତି ସରକାର। ତାଲାବନ୍ଦ ଜନିତ ବେକାରୀ କାରଣରୁ ପ୍ରାୟ 8,761 ଜଣ ଜୀବନ ହାରିଛନ୍ତି। କିଏ ଋଣ ସୁଝି ନ ପାରି ତ ଆଉ କିଏ ଦେବାଳିଆ ହୋଇ ଆତ୍ମହତ୍ୟା କରିଛନ୍ତି। 2020ରେ ଲକଡାଉନ ଯୋଗୁଁ ଆତ୍ମହତ୍ୟା କରିଥିବା ଲୋକଙ୍କ ସଂଖ୍ୟାକୁ ନେଇ ରାଜ୍ୟସଭାକୁ ଏମିତି ତଥ୍ୟ ଦେଇଛନ୍ତି ରାଜ୍ୟ ଗୃହମନ୍ତ୍ରୀ ନିତ୍ୟାନନ୍ଦ ରାୟ। ଆର୍ଥିକ ଅନଟନ କାରଣରୁ 2018ରୁ 2020 ମଧ୍ୟରେ 25,251 ଜଣ ଜୀବନ ହାରିଛନ୍ତି। ତେବେ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ସମ୍ପର୍କରେ କୌଣସି ତଥ୍ୟ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି। ନମ୍ବର 4, ଭାରତରେ ଆରମ୍ଭ ହେଲା ପ୍ରଥମ ନାଜାଲ ସ୍ପ୍ରେ। କୋଭିଡ-19 ଦ୍ୱାରା ଆକ୍ରାନ୍ତ ପ୍ରାପ୍ତବୟସ୍କ ରୋଗୀମାନଙ୍କ ଚିକିତ୍ସା ନିମନ୍ତେ ସାନୋଟାଇଜ୍ ସହଭାଗିତାରେ ମୁମ୍ବାଇସ୍ଥିତ ଔଷଧ କମ୍ପାନୀ ଗ୍ଲେନମାର୍କ ଭାରତରେ ନାଇଟ୍ରିକ୍ ଅକ୍ସାଇଡ୍ ନାଜାଲ ସ୍ପ୍ରେ ଅର୍ଥାତ୍ ଫେଭିସ୍ପ୍ରେର ଶୁଭାରମ୍ଭ କରିଛି। ଫେଭିସ୍ପ୍ରେର ପ୍ରସ୍ତୁତି ଏବଂ ବିକ୍ରୟ ଲାଗି ଗ୍ଲେନମାର୍କ ତ୍ୱରାନ୍ୱିତ ଅନୁମୋଦନ ପ୍ରକ୍ରିୟାର ଅଂଶବିଶେଷ ଭାବେ ଡ୍ରଗ୍ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆଙ୍କ ଠାରୁ ଅନୁମୋଦନ ପାଇଛି। କୋଭିଡ-19 ଚିକିତ୍ସା ନିମନ୍ତେ ଏହି ଔଷଧକୁ ନାକ ପୋଡ଼ା ଭିତରେ ସ୍ପ୍ରେ କରାଯିବ। ନିରାପଦ ସାବ୍ୟସ୍ତ ହୋଇଥିବା ନାଇଟ୍ରିକ୍ ଅକ୍ସାଇଡ୍ ନାଜାଲ ସ୍ପ୍ରେକୁ କୋଭିଡ-19 ରୋଗୀମାନେ ଭଲ ଭାବେ ସହ୍ୟ କରିପାରୁଛନ୍ତି। ଫେଭିସ୍ପ୍ରେ ନାମରେ ଗ୍ଲେନମାର୍କ ନନ୍ସ ବିକ୍ରି କରୁଛି। କମ୍ପାନୀ କହିଛି ଯେ ନାଇଟ୍ରିକ୍ ଅକ୍ସାଇଡ୍ ନାଜାଲ ସ୍ପ୍ରେକୁ ନାସିକୀୟ ମ୍ୟୁକୋସା ଉପରେ ସ୍ପ୍ରେ କରିବା ଦ୍ୱାରା ଏହା ଭୂତାଣୁ ପାଇଁ ବାସ୍ତବ ଏବଂ ରାସାୟନିକ ପ୍ରାଚୀର ଭଳି କାର୍ଯ୍ୟ କରିଥାଏ। ପାଣିପାଗ ସୂଚନା। ଆଜିଠାରୁ 2 ଦିନ ଧରି ରାଜ୍ୟରେ ବର୍ଷା ଆଶଙ୍କା, ବଢ଼ିବ ଶୀତ। ସକ୍ରିୟ ଥିବା ପଶ୍ଚିମ ଝଡ଼ ପ୍ରଭାବରେ ଆଜିଠାରୁ 2 ଦିନ ଧରି ରାଜ୍ୟରେ ବର୍ଷା ଆଶଙ୍କା ରହିଛି। 10 ତାରିଖରେ ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, ବଲାଙ୍ଗୀର, ସୋନପୁର, ବୌଦ୍ଧ, ନୟାଗଡ଼, କନ୍ଧମାଳ, ଖୋର୍ଦ୍ଧା ଏବଂ ପୁରୀ ଜିଲ୍ଲାର ଗୋଟିଏରୁ 2ଟି ଅଞ୍ଚଳରେ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା 11 ତାରିଖରୁ ସର୍ବନିମ୍ନ ତାପମାତ୍ରା 3ରୁ 4 ଡିଗ୍ରୀ ସ୍ୱାଭାବିକ ଠାରୁ ତଳକୁ ଖସିବ। ଫଳରେ ଶୀତ ପଡ଼ିବ। ନମ୍ବର 6, 20ରେ ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି। ଚଳିତ ମାସ ତୃତୀୟ ସପ୍ତାହରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓଡ଼ିଶା ଗସ୍ତରେ ଆସୁଛନ୍ତି। 19 ତାରିଖରେ ସେ ଭୁବନେଶ୍ୱରରେ ପହଞ୍ଚିବାର କାର୍ଯ୍ୟକ୍ରମ ଆପାତତଃ ଚୂଡ଼ାନ୍ତ ହୋଇଛି। ସେହିଦିନ ରାତିରେ ରାଜଭବନରେ ରହିବେ। 20 ତାରିଖରେ ରାଷ୍ଟ୍ରପତି ଶ୍ରୀମନ୍ଦିର ଦର୍ଶନ କରିବା ସହ ପୁରୀରେ ଗୌଡ଼ୀୟ ଧର୍ମାବଲମ୍ବୀଙ୍କ ଏକ ଧାର୍ମିକ କାର୍ଯ୍ୟକ୍ରମରେ ଯୋଗ ଦେବେ। ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି ଯେ ରାଷ୍ଟ୍ରପତି ଫେବୃଆରୀ 19 କିମ୍ବା 20 ତାରିଖରେ ଆସିପାରନ୍ତି। ଏ ସମ୍ପର୍କରେ ପ୍ରାକ୍ ସୂଚନା ମିଳିଛି, କିନ୍ତୁ କାର୍ଯ୍ୟସୂଚୀ ସମ୍ପର୍କରେ କୌଣସି ବିଧିବଦ୍ଧ ଚିଠି କରାଯାଇନି। ନମ୍ବର 7, ଭାରତରେ ଶସ୍ତା ହେବା ନେଇ ଖାଇବା ତେଲ ଦର। ଭାରତରେ ଖାଇବା ତେଲ ଦର ହ୍ରାସ ପାଇବା ନେଇ ପୂର୍ବରୁ ଆକଳନ କରାଯାଉଥିଲା। ମାତ୍ର ଇଣ୍ଡୋନେସିଆ ସରକାରଙ୍କ ଏକ ପଦକ୍ଷେପ ଯୋଗୁଁ ଏଥିରେ ଝଟକା ଲାଗିଛି। ଇଣ୍ଡୋନେସିଆରୁ ଭାରତ ପ୍ରାୟ ଏହା ରପ୍ତାନି କରୁଥିବା ତେଲର 21% କ୍ରୟ କରିଥାଏ। ଏବେ ଇଣ୍ଡୋନେସିଆରେ ଦରଦାମ ବୃଦ୍ଧି ପାଉଥିବାରୁ ସେଠାକାର ସରକାର ବାହାର ଦେଶକୁ ତୈଳ ରପ୍ତାନି ଉପରେ ରୋକ ଲଗାଇଛନ୍ତି। ଇଣ୍ଡୋନେସିଆରେ ଅଧିକ ମାତ୍ରାରେ ପାମ୍ ଅଏଲ ହୋଇଥାଏ। ସେଠାକାର କମ୍ପାନୀମାନେ ଉତ୍ପାଦନ କରୁଥିବା ମୋଟ ତେଲ 20% ଘରୋଇ ବଜାରରେ ବିକ୍ରି କରିବେ ବୋଲି ସରକାର ନିୟମ ପ୍ରଣୟନ କରିଛନ୍ତି। ଚୀନ ସେଠାରୁ 14% ପାମ୍ ଅଏଲ କିଣୁଥିବା ବେଳେ ଭାରତ 21% କିଣିଥାଏ। ଏହି ପ୍ରତିବନ୍ଧ ଯୋଗୁଁ ପାମ୍ ଅଏଲ ଦର ପ୍ରାୟ 12% ବୃଦ୍ଧି ପାଇଛି। ଏହା ସହିତ ସଂଶୋଧିତ ସୋୟା ତେଲର ଦାମ ମଧ୍ୟ ବୃଦ୍ଧି ପାଇଛି। ନମ୍ବର 8, ମାର୍ଚ୍ଚ 3ରୁ ଆତ୍ମରକ୍ଷା କୌଶଳ ତାଲିମ।
2021-22 ଶିକ୍ଷାବର୍ଷ ରେ ଉଚ୍ଚଶିକ୍ଷା ବିଭାଗ ଅଧୀନ ଡିଗ୍ରୀ କଲେଜର ଛାତ୍ରୀଙ୍କୁ ଆତ୍ମରକ୍ଷା କୌଶଳ ତାଲିମ ପ୍ରଦାନ କରାଯିବ। ଜାନୁଆରୀରେ ଆରମ୍ଭ ହେବାକୁ ଥିବା ଏହି ତାଲିମ କାର୍ଯ୍ୟକ୍ରମ କୋଭିଡ ତୃତୀୟ ଲହର ଲାଗି ସ୍ଥଗିତ ରଖାଯାଇଥିଲା। ଏବେ ସଂକ୍ରମଣ କମିବା ସହ ସ୍ଥିତିରେ ସୁଧାର ଆସିଥିବାରୁ ମାର୍ଚ୍ଚ 3ରୁ ଭୁବନେଶ୍ୱର ସ୍ଥିତ ଉତ୍କଳ କରାଟେ ସ୍କୁଲରେ ପ୍ରଥମ ପର୍ଯ୍ୟାୟରେ 377 ଜଣ ଛାତ୍ରୀଙ୍କୁ ତାଲିମ ଦିଆଯିବ। ମାର୍ଚ୍ଚ 3ରୁ 9 ପର୍ଯ୍ୟନ୍ତ ଗଜପତି, କନ୍ଧମାଳ, କୋରାପୁଟ, ମାଲକାନଗିରି, ନବରଙ୍ଗପୁର ଓ ରାୟଗଡ଼ା ଜିଲ୍ଲାର 116 ଜଣ ଛାତ୍ରୀଙ୍କୁ ତାଲିମ ଦିଆଯିବ। 11ରୁ 17 ତାରିଖ ପର୍ଯ୍ୟନ୍ତ ଗଞ୍ଜାମ ଜିଲ୍ଲାର 134 ଜଣ ଛାତ୍ରୀଙ୍କୁ ତାଲିମ ଦିଆଯିବାକୁ ଥିବାବେଳେ 21ରୁ 27 ତାରିଖ ମଧ୍ୟରେ ଝାରସୁଗୁଡ଼ା, ସମ୍ବଲପୁର ଓ ସୁନ୍ଦରଗଡ଼ ଜିଲ୍ଲାର 127ଟି ଛାତ୍ରୀଙ୍କୁ ତାଲିମ ମିଳିବ। ଧାର୍ଯ୍ୟ ତାରିଖର ଗୋଟିଏ ଦିନ ପୂର୍ବରୁ ଛାତ୍ରୀମାନେ ରିପୋର୍ଟିଂ କରିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି। ନମ୍ବର 9 ଆଜିଠୁ ଘରକୁ ଘର ଦିଆଯିବ ଫାଇଲେରିଆ ବଟିକା। ଆଜିଠାରୁ ଦିଆଯିବ ଫାଇଲେରିଆ ମେଡିସିନ। ଫେବୃଆରୀ 10 ତାରିଖରୁ ଏହାର ପ୍ରଥମ ପର୍ଯ୍ୟାୟ ଆରମ୍ଭ ହେବ। 15ଟି ପ୍ରିଭିଲେଣ୍ଟ ଜିଲ୍ଲାରେ ମାସ୍ ଡ୍ରଗ୍ ଆଡମିନିଷ୍ଟ୍ରେସନ ଅଭିଯାନ ହେବ। ସେହିସବୁ ଜିଲ୍ଲାଗୁଡ଼ିକରେ ଲୋକଙ୍କୁ 2ଟି ମେଡିସିନ ଦିଆଯିବ। ଗୋଟିଏ ହେଉଛି ଫାଇଲେରିଆ ମେଡିସିନ ଏବଂ ଅନ୍ୟଟି ହେଲା ଆଲବେଣ୍ଡାଜୋଲ। ଏହି ଦୁଇ ମେଡିସିନ 2 ବର୍ଷରୁ ଉର୍ଦ୍ଧ୍ୱ ବୟସର ବ୍ୟକ୍ତିଙ୍କୁ ଦିଆଯିବ। ପର୍ଯ୍ୟାୟକ୍ରମେ 8ଟି ଜିଲ୍ଲାରେ ଏହି ଅଭିଯାନ ଆରମ୍ଭ ହେବ। ଏହି 8ଟି ଜିଲ୍ଲାଗୁଡ଼ିକ ହେଲେ ଅନୁଗୁଳ, ବାଲେଶ୍ୱର, କଟକ, ଢେଙ୍କାନାଳ, ଗଞ୍ଜାମ, ଝାରସୁଗୁଡ଼ା, ନୟାଗଡ଼ ଏବଂ ନୂଆପଡ଼ା। ବାକି 7ଟି ଜିଲ୍ଲାରେ ମାର୍ଚ୍ଚ 7 ତାରିଖରୁ ଆରମ୍ଭ ହେବ। ବାକି 7 ଜିଲ୍ଲା ହେଲା ବରଗଡ଼, କେନ୍ଦୁଝର, କନ୍ଧମାଳ, ମୟୂରଭଞ୍ଜ, ସମ୍ବଲପୁର, ସୋନପୁର ଓ ସୁନ୍ଦରଗଡ଼। ତେବେ ଗର୍ଭବତୀ ମହିଳା, ଅତି ଦୁର୍ବଳ ଲୋକ ଏବଂ 2 ବର୍ଷରୁ କମ୍ ପିଲାଙ୍କୁ ଏହି ମେଡିସିନ ଦିଆଯିବ ନାହିଁ। ପ୍ରଥମ ଥର ପାଇଁ ଶିକ୍ଷାନୁଷ୍ଠାନ ଅଫିସକୁ ଯାଇ ଔଷଧ ବାଣ୍ଟିବେ ସ୍ୱାସ୍ଥ୍ୟକର୍ମୀ। ଏଥିରେ କୌଣସି ପାର୍ଶ୍ୱ ପ୍ରତିକ୍ରିୟା ନଥିବା ବେଳେ ସମସ୍ତଙ୍କୁ ଏହି ଔଷଧ ଖାଇବାକୁ ପରାମର୍ଶ ଦିଆଯାଇଛି। ନମ୍ବର 10 ଭୋଟ ଡ୍ୟୁଟିରେ ରହିଲେ ଦିନକୁ 200ରୁ 350 ଟଙ୍କା, ଅସ୍ଥାୟୀ ବୁଥ୍ ପାଇଁ 3000 ଟଙ୍କା। ନିର୍ବାଚନ ଡ୍ୟୁଟିରେ ଯେଉଁ କର୍ମଚାରୀମାନେ ରହିବେ ସେମାନଙ୍କ ପାଇଁ ରାଜ୍ୟ ନିର୍ବାଚନ କମିଶନ ଦୈନିକ ଭତ୍ତା ଘୋଷଣା କରିଛନ୍ତି। ଏଥିରେ ପ୍ରିଜାଇଡିଂ ଅଫିସରଙ୍କୁ ଭୋଟ ଦିନ 350 ଟଙ୍କା, ପୋଲିଂ ଅଫିସରଙ୍କୁ 275 ଟଙ୍କା, ଗ୍ରୁପ୍ ଡି ପୋଲିଂ ଅଫିସରଙ୍କୁ 200 ଟଙ୍କା ଲେଖାଏଁ ମିଳିବ। ସେହିପରି ଅନ୍ୟ ଦିନଗୁଡ଼ିକରେ ଯଥାକ୍ରମେ 250 ଟଙ୍କା, 200 ଟଙ୍କା ଏବଂ 150 ଟଙ୍କା ଲେଖାଏଁ ମିଳିବ। ଗଣତି ଦିନ କାଉଣ୍ଟିଂ ସୁପରଭାଇଜରଙ୍କୁ 350 ଟଙ୍କା, କାଉଣ୍ଟିଂ ଆସିଷ୍ଟାଣ୍ଟଙ୍କୁ 275 ଟଙ୍କା, ଗ୍ରୁପ୍ ଡି କ୍ୟାଟେଗୋରିର କାଉଣ୍ଟିଂ ଅଫିସରଙ୍କୁ ଦିନକୁ 200 ଟଙ୍କା ହିସାବରେ ଭତ୍ତା ମିଳିବ। ଭୋଟ ଗଣତି ଦିନ ଏହି କର୍ମଚାରୀମାନଙ୍କୁ ଖାଇବା ପାଇଁ 150 ଟଙ୍କା ଲେଖାଏଁ ମିଳିବ। ସେହିପରି ଅସ୍ଥାୟୀ ବୁଥ୍ ନିର୍ମାଣ କରିବାକୁ 3000 ଟଙ୍କା, ପିଇବା ପାଣି ବ୍ୟବସ୍ଥା କରିବା ପାଇଁ ବୁଥ୍ ପିଛା 75 ଟଙ୍କା, ବୁଥ୍ର ଅନ୍ୟାନ୍ୟ ଖର୍ଚ୍ଚ ପାଇଁ 75 ଟଙ୍କା ଲେଖାଏଁ ମିଳିବ। ନିର୍ବାଚନ ଦାୟିତ୍ୱରେ ଥିବା କର୍ମଚାରୀମାନଙ୍କୁ ସେମାନଙ୍କ ଭତ୍ତା ରିଲିଫ୍ ହେବା ସମୟରେ ହିଁ ପ୍ରଦାନ କରାଯିବ ବୋଲି ରାଜ୍ୟ ନିର୍ବାଚନ କମିଶନ ସମସ୍ତ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ନମ୍ବର 11 ଷ୍ଟାଚ୍ୟୁ ଅଫ୍ ୟୁନିଟି ଚୀନରେ ନିର୍ମିତ, କହିଲେ ରାହୁଲ ଗାନ୍ଧୀ। ଷ୍ଟାଚ୍ୟୁ ଅଫ୍ ୟୁନିଟି ବା 216 ଫୁଟ ଉଚ୍ଚର ବସିଥିବା ରାମାନୁଚାର୍ଯ୍ୟଙ୍କ ମୂର୍ତ୍ତି ଚୀନରେ ନିର୍ମିତ ହୋଇଥିବାରୁ ନୂଆ ଭାରତ ଚୀନ ନିର୍ଭର ବୋଲି କାଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି। ଫେବୃଆରୀ 5 ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଉଦ୍ଘାଟିତ 135 କୋଟି ଟଙ୍କାର ଉକ୍ତ ପ୍ରତିମାକୁ ଚୀନର ଏରସନ କର୍ପୋରେସନ ନିର୍ମାଣ କରିଛି ବୋଲି ପ୍ରକାଶିତ ରିପୋର୍ଟରୁ ଭିତ୍ତି କରି ରାହୁଲ ଏଭଳି ମନ୍ତବ୍ୟ ଦେଇଛନ୍ତି। ମୂର୍ତ୍ତି ନିର୍ମାଣ ପାଇଁ 2015 ଅଗଷ୍ଟରେ ଠିକା ଦିଆଯାଇଥିଲା। ଉକ୍ତ ରିପୋର୍ଟରେ ଆହୁରି ମଧ୍ୟ ଉଲ୍ଲେଖ ଅଛି ଯେ ଅଧିକାଂଶ କାମ ଚୀନରେ ହୋଇଥିବା ଉକ୍ତ ମୂର୍ତ୍ତିଟିକୁ 16 ଖଣ୍ଡ କରି ଭାରତକୁ ଅଣାଯାଇଥିଲା। ସବୁ ଅଂଶକୁ ଯଥାସ୍ଥାନରେ ସଂଯୋଗ କରିବାକୁ ପ୍ରାୟ 15 ମାସ ଲାଗିଥିଲା। ମୂର୍ତ୍ତି ତିଆରି ପାଇଁ ଏକ ଭାରତୀୟ କମ୍ପାନୀ ମଧ୍ୟ ଟେଣ୍ଡର ପକାଇଥିଲା। ଏହା ଚୀନ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ରାହୁଲ ଗାନ୍ଧୀ କରିଥିବା ସମାଲୋଚନାକୁ ସୁଦୃଢ଼ କରୁଛି। ନମ୍ବର 12 କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କୁ ହାଇକୋର୍ଟରୁ ଅନ୍ତରୀଣ ସୁରକ୍ଷା। ମୟୂରଭଞ୍ଜ ସାଂସଦ ତଥା କେନ୍ଦ୍ର ଆଦିବାସୀ ବ୍ୟାପାର ଜଳଶକ୍ତି ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କୁ ହାଇକୋର୍ଟ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଛନ୍ତି। 2 ସରକାରୀ କର୍ମଚାରୀଙ୍କୁ ଦଳୀୟ କାର୍ଯ୍ୟାଳୟରେ ମାଡ଼ ଅଭିଯୋଗ ନେଇ ବାରିପଦା ଟାଉନ ଥାନାରେ ରୁଜୁ ମାମଲାରେ ଆଗୁଆ ଜାମିନ ଲୋଡ଼ି ଟୁଡୁ ଦାଖଲ କରିଥିବା ଆବେଦନର ଜଷ୍ଟିସ ସଙ୍ଗମ କୁମାର ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି କରି ତାଙ୍କୁ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଛନ୍ତି। ମାର୍ଚ୍ଚ 4ରେ ଶ୍ରୀ ଟୁଡୁ ଟାଉନ ଥାନା ଆଇଏସିଙ୍କ ନିକଟରେ ହାଜର ହେବା ସହିତ ତଦନ୍ତରେ ସହଯୋଗ କରିବେ। ସାକ୍ଷ୍ୟ ପ୍ରମାଣକୁ ପ୍ରଭାବିତ କରିବା ଭଳି କୌଣସି କାର୍ଯ୍ୟ କରିବେ ନାହିଁ ବୋଲି ହାଇକୋର୍ଟ କହିଛନ୍ତି। ପରବର୍ତ୍ତୀ ଶୁଣାଣି ସମୟରେ କେସ୍ ଡାଏରୀ ସହିତ ତଦନ୍ତର ସାନି ସ୍ଥିତି ନେଇ ସରକାର ଅବଗତ କରିବେ ବୋଲି ନିର୍ଦ୍ଦେଶ ଦିଆଯାଇଛି। ମାମଲାର ପରବର୍ତ୍ତୀ ଶୁଣାଣି ମାର୍ଚ୍ଚ 8କୁ ଧାର୍ଯ୍ୟ କରାଯାଇଛି। ନମ୍ବର 13 ତେଜୁଛି ହିଜାବ ବିବାଦ, ସ୍କୁଲ କଲେଜ ନିକଟରେ ବିରୋଧ ପ୍ରଦର୍ଶନ ଉପରେ ରୋକ। ତେଜୁଛି ହିଜାବ ଆନ୍ଦୋଳନ। କର୍ଣ୍ଣାଟକର ବିଭିନ୍ନ ଶିକ୍ଷାନୁଷ୍ଠାନରେ ହିଜାବକୁ ନେଇ ବିବାଦ ବଢ଼ିବାରେ ଲାଗିଛି। ଛାତ୍ରଛାତ୍ରୀମାନେ ରାସ୍ତାକୁ ଓହ୍ଲାଇ ଆସିଛନ୍ତି। ଏହି ବିବାଦ ବଢ଼ୁଥିବା ଦେଖି ବେଙ୍ଗାଲୁରୁ ପୁଲିସ ଶିକ୍ଷାନୁଷ୍ଠାନ ନିକଟରେ 2 ସପ୍ତାହ ଯାଏଁ କୌଣସି ପ୍ରକାରର ଭିଡ଼ କିମ୍ବା ବିରୋଧ ପ୍ରଦର୍ଶନ କରିବା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଆସନ୍ତା 2 ସପ୍ତାହ ଯାଏଁ କୌଣସି ସ୍କୁଲ କିମ୍ବା କଲେଜ ନିକଟରେ ଭିଡ଼ ଜମାଇବାକୁ ବାରଣ
କରାଯାଇଛି। ଏହାସହ ବିରୋଧ ପ୍ରଦର୍ଶନ ଉପରେ ମଧ୍ୟ କଡ଼ା କଟକଣା ଲାଗୁ କରିଛି ବେଙ୍ଗାଲୁରୁ ପୁଲିସ। ସୂଚନା ମୁତାବକ ଗତ ମାସରେ ପ୍ରଥମେ କର୍ଣ୍ଣାଟକର ଉଡୁପି ସ୍ଥିତ ଗାର୍ଲସ ପିୟୁ କଲେଜରୁ ହିଜାବ ବିବାଦ ଆରମ୍ଭ ହୋଇଥିଲା। ଏଠାରେ ପଢୁଥିବା 6 ଜଣ ମୁସଲିମ ଛାତ୍ରୀ ହିଜାବ ପିନ୍ଧିଥିବାରୁ ସେମାନଙ୍କୁ କ୍ଲାସ କରିବାକୁ ଅନୁମତି ମିଳୁନଥିବା ଅଭିଯୋଗ କରିଥିଲେ। ମୁସଲିମ ଛାତ୍ରୀମାନେ ହିଜାବ ପିନ୍ଧୁଥିବାରୁ ଏହାକୁ ଦକ୍ଷିଣପନ୍ଥୀ ଶିକ୍ଷାର୍ଥୀମାନେ ଜୋରଦାର ବିରୋଧ କରୁଛନ୍ତି। ନମ୍ବର 14 ଭୁବନେଶ୍ୱର ଆର୍ଆଇଇ ଅଫିସରେ ୱାକ୍-ଇନ୍ ଇଣ୍ଟରଭ୍ୟୁ ସୁଯୋଗ। ଭୁବନେଶ୍ୱର ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ତଥା ଆର୍ଆଇଇ ଅଫିସ ଆଣିଛି ନିଯୁକ୍ତି ସୁଯୋଗ। ଚୁକ୍ତିଭିତ୍ତିକ ଭିତ୍ତିରେ ବିଭିନ୍ନ ଖାଲି ପଡ଼ିଥିବା ଶିକ୍ଷକ ପଦବୀ ପୂରଣ ପାଇଁ ୱାକ୍-ଇନ୍ ଇଣ୍ଟରଭ୍ୟୁ ଅନୁଷ୍ଠିତ ହେବାକୁ ଯାଉଛି। ଇଚ୍ଛୁକ ପ୍ରାର୍ଥୀ ନିର୍ଦ୍ଦିଷ୍ଟ ତାରିଖ ଏବଂ ସମୟ ଭିତରେ ୱାକ୍-ଇନ୍ ଇଣ୍ଟରଭ୍ୟୁରେ ଯୋଗ ଦେଇପାରିବେ। ମୋଟ ପଦବୀ 5 ପିଜିଟି ଜିଓଗ୍ରାଫି 1, ପିଜିଟି ପଲିଟିକାଲ ସାଇନ୍ସ 1, टीजीटी हिंदी 1, टीजीटी विज्ञान रसायन विज्ञान 1, डब्ल्यूईटी कंप्यूटर साइंस गोटे पदवी। केबे हेबो वाक-इन इंटरव्यू? डब्ल्यूईटी पदवी ପାଇଁ ଫେब्रुଆରୀ 16 ତାରିଖ 2:30 ମିନିଟ୍ରେ ୱାକ୍-ଇନ୍ ଇଣ୍ଟରଭ୍ୟୁ ଅନୁଷ୍ଠିତ ହେବ। ତେବେ ଅନ୍ୟ ସବୁ ପଦବୀ ପାଇଁ ଫେବ୍ରୁଆରୀ 15 ତାରିଖ ସକାଳ 11ଟାରୁ 3ଟା ଯାଏଁ ହେବ। ପ୍ରାର୍ଥୀମାନଙ୍କୁ ଅଫିସିଆଲ ୱେବସାଇଟ୍ www.riebs.ac.in କିମ୍ବା www.riebs.ori.nic.in ରୁ ବାୟୋଡାଟା ଫର୍ମାଟ ଡାଉନଲୋଡ୍ କରି ଏହାକୁ ପୂରଣ କରିବାକୁ ପଡ଼ିବ। ଯୋଗ୍ୟ ପ୍ରାର୍ଥୀମାନେ ୱାକ୍-ଇନ୍ ଇଣ୍ଟରଭ୍ୟୁ ପାଇଁ ଯାଇପାରିବେ। ନମ୍ବର 15 ବେଲାରୁସରେ ସମରାଭ୍ୟାସ ଆରମ୍ଭ କଲା ରୁଷିଆ। ପୂର୍ବ ୟୁରୋପୀୟ ଦେଶ ବେଲାରୁସରେ ଏକ ବଡ଼ ଧରଣର ସମରାଭ୍ୟାସ ଆରମ୍ଭ କରିଦେଇଛି ରୁଷୀୟ ସେନା। ଏହି ସମରାଭ୍ୟାସରେ ପ୍ରାୟ 30,000 ସୈନିକ ଭାଗ ନେବା ସହ 12ଟି ସୁଖୋଇ 35 ଲଢୁଆ ବିମାନ, 2ଟି ବାଟାଲିୟନ S-400 ମିସାଇଲ ଡିଫେନ୍ସ ସିଷ୍ଟମ, ଟ୍ୟାଙ୍କ ଆଦିର ବ୍ୟବହାର କରାଯାଉଛି। ଶୀତଳ ଯୁଦ୍ଧ ପରେ ବେଲାରୁସରେ ଏହା ହେଉଛି ରୁଷିଆର ସର୍ବବୃହତ ସମରାଭ୍ୟାସ ବୋଲି ନାଟୋ ପକ୍ଷରୁ କୁହାଯାଇଛି। ବିଶେଷଜ୍ଞମାନଙ୍କ ମତରେ ଏହି ସମରାଭ୍ୟାସ କରି ରୁଷିଆ ଆମେରିକା ଓ ୟୁରୋପକୁ ଏକ ବାର୍ତ୍ତା ଦେବାକୁ ଚାହିଁଛି। ତାହା ହେଉଛି ଯେ ରୁଷିଆ ଯୁଦ୍ଧ ପାଇଁ ପ୍ରସ୍ତୁତ। ବେଲାରୁସ ଉଭୟ ରୁଷିଆ ଓ ୟୁକ୍ରେନର ପଡ଼ୋଶୀ ହୋଇଥିବା ବେଳେ ଏହା ୟୁକ୍ରେନରେ ଉତ୍ତର ଦିଗରେ ରହିଛି। ଉତ୍ତର ଦିଗରୁ ବି ୟୁକ୍ରେନ ଉପରେ ଆକ୍ରମଣ କରିବାକୁ ସକ୍ଷମ ବୋଲି ମସ୍କୋ ଚେତାଇ ଦେଇଛି। ଏପରିକି ଯେଉଁ ସ୍ଥାନରେ ସମରାଭ୍ୟାସ ହେଉଛି ତାହା ୟୁକ୍ରେନର ରାଜଧାନୀ କିଏଭ ଠାରୁ ମାତ୍ର 150 କିଲୋମିଟର ଦକ୍ଷିଣରେ ଅବସ୍ଥିତ। ଆମେରିକା ଓ ନାଟୋ ପକ୍ଷରୁ କୁହାଯାଇଛି ଯେ ଏହି ସମରାଭ୍ୟାସ ଏକ ପ୍ରକୃତ ଯୁଦ୍ଧର ପୂର୍ବାଭାସ ହୋଇପାରେ। ନମ୍ବର 16 ପୁଡୁଚେରୀକୁ ଡେଇଁଲା ହିଜାବ ବିବାଦ, ଛାତ୍ରୀଙ୍କୁ ସ୍କୁଲ ଆସିବାକୁ ମନା କଲେ ପ୍ରିନ୍ସିପାଲ। କର୍ଣ୍ଣାଟକରେ ସୃଷ୍ଟି ହୋଇଥିବା ହିଜାବ ବିବାଦ ଏବେ ପଡ଼ୋଶୀ ପୁଡୁଚେରୀରେ ଦେଖିବାକୁ ମିଳିଛି। ଏଠାରେ ଜଣେ ମୁସଲିମ ଛାତ୍ରୀ ହିଜାବ ପିନ୍ଧିଥିବାରୁ ତାଙ୍କୁ କ୍ଲାସ କରିବାକୁ ଅନୁମତି ଦିଆଯାଇ ନାହିଁ। ସ୍କୁଲ ପ୍ରିନ୍ସିପାଲ ଛାତ୍ରୀଙ୍କୁ ବୁର୍ଖା କିମ୍ବା ହିଜାବ ପିନ୍ଧି ଏଠାକୁ ନ ଆସିବାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। ଏହାକୁ ବିରୋଧ କରି କିଛି ଲୋକ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏଥିସହ ଶିକ୍ଷା ନିର୍ଦ୍ଦେଶକ ପିଟି ରୁଦ୍ର ଗୌଡ଼ାଙ୍କୁ ଘଟଣା ତଦନ୍ତ ନିର୍ଦ୍ଦେଶ ଦେବାକୁ ଦାବି କରିଛନ୍ତି। ସ୍ଥିତିକୁ ଦୃଷ୍ଟିରେ ରଖି ଆର୍ଜେନ କୋପାମ ସରକାରୀ ସ୍କୁଲ ମୁଖ୍ୟଙ୍କୁ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ବି ଦିଆଯାଇଛି। କେବଳ ପୁଡୁଚେରୀ ନୁହେଁ, ମଧ୍ୟପ୍ରଦେଶରେ ମଧ୍ୟ କର୍ଣ୍ଣାଟକର ପଦଧ୍ୱନି ଶୁଣିବାକୁ ମିଳିଛି। ଏଠାକାର ବିଭିନ୍ନ କଲେଜ ଓ ସ୍କୁଲରେ ହିଜାବକୁ ବିରୋଧ କରିବା ପାଇଁ ଗୁପ୍ତ ଭାବେ ଯୋଜନା ଆରମ୍ଭ ହୋଇଛି। ଖୁବ୍ ଶୀଘ୍ର ଏଠାରେ ମଧ୍ୟ ହିଜାବ ବିବାଦ ସୃଷ୍ଟି ହେବାର ଆଶଙ୍କା ରହିଛି। ନମ୍ବର 17 ମହିଳାମାନେ ସ୍ଥିର କରନ୍ତୁ ନିଜ ବେଶଭୂଷା, କହିଲେ ପ୍ରିୟଙ୍କା। କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭାଦ୍ରା କହିଛନ୍ତି ଯେ ମହିଳାମାନେ ଯେଉଁଭଳି ପୋଷାକ ପିନ୍ଧିବାକୁ ଚାହୁଁଛନ୍ତି ତାହା ସେମାନଙ୍କର ଅଧିକାର ଓ ନିଷ୍ପତ୍ତି, ବିକିନି ହେଉ କି ଓଢ଼ଣୀ କିମ୍ବା ହିଜାବ। ଏକ ଟ୍ୱିଟ୍ ଜରିଆରେ ପ୍ରିୟଙ୍କା ଗାନ୍ଧୀ କହିଛନ୍ତି, ଏହା ବିକିନି, ଓଢ଼ଣୀ କିମ୍ବା ଜିନ୍ସ କିମ୍ବା ହିଜାବ ହେଉ, ସେ କ'ଣ ପିନ୍ଧିବାକୁ ଚାହୁଁଛନ୍ତି ତାହା ସ୍ଥିର କରିବା ମହିଳାଙ୍କ ଅଧିକାର। ଏହି ଅଧିକାର ଭାରତୀୟ ସମ୍ବିଧାନ ଦ୍ୱାରା ନିଶ୍ଚିତ ଅଟେ। ମହିଳାମାନଙ୍କୁ ହଇରାଣ କରିବା ବନ୍ଦ କର। କର୍ଣ୍ଣାଟକରେ ହିଜାବକୁ ନେଇ ଘଟିଥିବା ଘଟଣା ପରେ ପ୍ରିୟଙ୍କା ଏଭଳି ମନ୍ତବ୍ୟ ଦେଇଛନ୍ତି। ନମ୍ବର 18 ହିଜାବ ମାମଲାର ବିଚାର ପାଇଁ 3 ଜଣିଆ ବେଞ୍ଚ ଗଠନ, ଆଜି ଶୁଣାଣି। ହିଜାବ ମାମଲାର ବିଚାର ପାଇଁ କର୍ଣ୍ଣାଟକ ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଋତୁରାଜ ଆଶ୍ୱସ୍ତିଙ୍କ ଅଧ୍ୟକ୍ଷତାରେ ଏକ 3 ଜଣିଆ ବେଞ୍ଚ ଗଠନ କରିଛନ୍ତି। ଏହି ବେଞ୍ଚରେ ସ୍ଥାନ ପାଇଥିବା ଅନ୍ୟ ବିଚାରପତିମାନେ ହେଲେ ଜଷ୍ଟିସ କାଜୀ ଜୈବୁନ୍ନିସା ଓ ଜଷ୍ଟିସ କ୍ରିଷ୍ଣା ଦୀକ୍ଷିତ। ଆଜି ଅପରାହ୍ନ 2:30 ବେଳେ ବେଞ୍ଚ ହିଜାବ କଟକଣା ମାମଲାର ଶୁଣାଣି କରିବେ। କାଲି ମାମଲାର ଶୁଣାଣି କରୁଥିବା ବିଚାରପତି କ୍ରିଷ୍ଣା ଦୀକ୍ଷିତ ଏହି ମାମଲା ସହ ଜଡ଼ିତ ରହିଛି ସମ୍ବିଧାନର ଅଧିକାର, ପର୍ସନାଲ ଲ, ଏ ସମ୍ପର୍କିତ 12ଟି କୋର୍ଟ ରାୟର ତର୍ଜମା କରାଯାଇଛି। ତେବେ ଏହି ମାମଲାର ବିଚାର ଏକ ବଡ଼ ବେଞ୍ଚରେ ହେଉ। ନମ୍ବର 19 ୟୁପିରେ କଂଗ୍ରେସର ଘୋଷଣାପତ୍ର, 20 ଲକ୍ଷ ଚାକିରି, ଚାଷୀଙ୍କ ଋଣ ଛାଡ଼ ପ୍ରତିଶ୍ରୁତି। ଉତ୍ତରପ୍ରଦେଶରେ ପ୍ରିୟଙ୍କା ଗାନ୍ଧୀ ଭାଦ୍ରାଙ୍କ ନେତୃତ୍ୱରେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା କଂଗ୍ରେସ ଦଳ କାଲି ନିଜର ଘୋଷଣାପତ୍ର ପ୍ରକାଶ କରିଛି। ଘୋଷଣାପତ୍ର ପ୍ରକାଶ କରି ପ୍ରିୟଙ୍କା ଗାନ୍ଧୀ ଭାଦ୍ରା କହିଛନ୍ତି ଯେ ଯଦି ଆମ ସରକାର ଗଠନ ହୁଏ ତେବେ ଆମେ 10 ଦିନ ମଧ୍ୟରେ ଚାଷୀଙ୍କ ଋଣ ଛାଡ଼ କରିବୁ। ଗହମ, ଧାନ 250 ଟଙ୍କାରେ ଏବଂ ଆଖୁ 400 ଟଙ୍କାରେ କିଣାଯିବ। ଏହା ବ୍ୟତୀତ ବିଦ୍ୟୁତ୍ ବିଲ୍ ଅଧା ହୋଇଯିବ। କୋଭିଡ୍ ପାଇଁ ମୃତ୍ୟୁବରଣ କରିଥିବା ପରିବାରକୁ 2500 ଟଙ୍କା ଦିଆଯିବ। ଯୁବପିଢ଼ିଙ୍କୁ 20 ଲକ୍ଷ ସରକାରୀ ଚାକିରି ଦିଆଯିବ। 40% ମହିଳାଙ୍କୁ ଚାକିରିରେ
संरक्षण दियाजिबो। जो मानकर फसल विपदगामी पशुमानक द्वारा नष्ट हेबो सेमानकु 3000 टंका दियाजिबो बोली कांग्रेस प्रतिश्रुति देइछि। कोविड रे मृत्युवरण करिथिबा कोविड योद्धांकु 50 लाख टंका प्रदान कराजिबो। एससी एसटी लोकंक संपूर्ण शिक्षा मागणारे कराजिबो। कारीगर एवं बुणाकारकंक पई विधान परिषद रे एक आसन संरक्षित रहिबो। भिन्नक्षमंक पेंशन मासकु 6000 हेबो एवं महिला पुलिस कर्मचारी को निज सहर रे मुतयन कराजिबो। नंबर 20 हिजाब विवाद को नहीं तेरछामाण मारिले मलाला यूसुफजाई। भारतर कर्णाटक रे आरंभ होइतिबा हिजाब विवाद एबे गोटिए परे गोटिए कॉलेज को डेइबारे लागिछि। हिजाब पिंधिथिबारु मुस्लिम झियोमानंकु कॉलेज कैंपस किंबा क्लास रे बसिबाको अनुमति मिलु नाही। हिजाब को विरोध करी किछि शिक्षार्थी गेरुआ स्कार्फ मध्य पिंधि कॉलेज आसुछंती। एसबु भितरे झियोमानंको शिक्षा अधिकार दिगरे लढई करुथुबा नोबेल विजयिनी मलाला यूसुफजाई निजर प्रतिक्रिया रखिछंती। झियोमानंको सेमानंको हिजाब रे स्कूल जिबाको अनुमति न देबा अत्यंत भयंकर घटना बोली से कहिछंती। मलाला ट्वीट करी कहिछंती पाठपढ़ हिजाब मध्यरु गोटिए को बाछिबा पई कॉलेज बाध्य करूछि। हिजाब पिंधि झियोमानंको स्कूल जिबाको बारण करिबा अत्यंत भयंकर घटना। महिला मानंको कम एवं अधिक पोशाक परिधान को नहीं एबे भी आपत्ति उठुछि। भारतर नेता माने मुस्लिम महिलांको प्रति हेउथिबा एपरि उपेक्षा को बंद करिबाको पदक्षेप नियंतु। नंबर 21 अब्याहति नेला इनसैट 4B उपग्रह। दीर्घ 14 वर्ष धरी निरविच्छिन्न भाव सेवा जोगैबा परे भारतीय महाकाश गवेषणा प्रतिष्ठान इसरो जोगाजोग उपग्रह इनसैट 4B को डिकमिशन बा सेवानिवृत्त करिछि। इसरो पक्षरु जारी एक विवृत्ति रे सूचना दिया जाइछि जे महाकाशर बाह्य अंचलरु दीर्घस्थायी रखिबा पई भारतर निरंतर प्रयास स्वरूप इनसैट 4B को 14 वर्ष परे गत जनवरी 24 रे नष्ट करि दिया जाइछि। जातिसंघ एवं इंटर एजेंसी स्पेस डेब्रिज कोऑर्डिनेशन कमिटी नियम मुताबक एभली पदक्षेप निया जाइछि। इनसैट 4B हेउछि 21तम भारतीय भौगोलिक उपग्रह और 2007 मार्च 12 रे डीटीएच एवं अन्य जोगाजोग सेवा प्रदान करिबा पई फ्रेंच गुएनारु आरियन 5 लॉन्च जान व्यवहार करी उत्क्षेपण करा जाइथिला। नंबर 22 अमृतसर रे बम पकेला पाकिस्तान ड्रोन। पुणी थे ड्रोन द्वारा विस्फोरण करने को चेष्टा करिछि पाकिस्तान। पाकिस्तान रो गोटे ड्रोन द्वारा पैकेट रे विस्फोरक सामग्री पंजाब को पठा जाइछि। मंगलवार राति प्राय 12:50 रे अमृतसर रो पंचग्रहियान बॉर्डर आउटपोस्ट रो दुईटी स्थान रे पाकिस्तान रो आस्थिबा ड्रोन रु विस्फोरक पकाइछि। तेबे अमृतसर रो बीएसएफ जवान माने ड्रोन को ठाब करी गुलीमाड़ करिबारु या भय रे पाकिस्तान सीमा को चली जाइछि। घटना परे बीएसएफ जवान माने संदिग्ध कार्यकलाप को ठाब करिबा पई पूरा अंचल को कर्डन करि दैथिले। सर्च ऑपरेशन जोरदार करा जाइछि। नंबर 23 ओडिशा रे आउ नुआ कोविड आक्रांत 1712। राज्य रे धीरे धीरे ह्रास पाउछि दैनिक संक्रमण। 24 घंटा रे आउ 1712 नुआ कोविड आक्रांत चिन्हट होइछंती। अनुगुड़ रु 79, बालेश्वर रु 54, बरगढ़ रु 17, भद्रक रु 22, बलांगीर रु 31, बौद्ध रु 29, कटक रु 104, देवगढ़ रु 46, ढेंकानाळ रु 49, गजपति रु 43, गंजाम रु 10, जगतसिंहपुर 48, जाजपुर रु 53, झारसुगुड़ा रु 29, कलाहांडी रु 49, कंधमाल रु 31, केन्द्रापड़ा रु 46, केन्दुझर रु 52, खोर्धा रु 257, कोरापुट रु 118, मालकानगिरी रु 3, मयूरभंज रु 53, नवरंगपुर रु 26, नयगढ़ रु 45, नुआपड़ा रु 39, पुरी रु 40, रायगढ़ रु 34, संबलपुर रु 56, सोनपुर रु 54, सुंदरगढ़ रु 147 आक्रांत चिन्हट होइछंती। नंबर 24 ओडिशा बदଳରେ ओडिशा हाइकोर्ट करने को राज्यसभा दाबी। काली राज्यसभार शून्यकाଳରେ उठी हाइकोर्ट नाम परिवर्तन प्रसंग। नाम परिवर्तन प्रसंग उठेले बीजेडी सांसद प्रसन्न आचार्य। ओडिशा बदଳରେ ओडिशा हाइकोर्ट करने को दाबी रखिले। स्वतंत्र आईन बଳରେ नाम परिवर्तन पर सरकार दृष्टि आकर्षण करिसेंती श्री आचार्य। राज्यर नाम पूर्व ओडिशारू ओडिशा रे परिवर्तन हो सारी। ओडिशा सरकार भाववेग सहित जड़ित थिबारु हाइकोर्ट ना परिवर्तन आवश्यक रही बोली श्री आचार्य कहिसेंती। नंबर 25 मुख्यमंत्री रिलीफ पांठी को 5 कोटी टंका प्रदान कला राज्य पानीय निगम। ओडिशा राज्य पानीय निगम तरफ काली मुख्यमंत्री रिलीफ पांठी को 5 कोटी टंका प्रदान कर राज्य लोकसेवा भवन ठारे उन्नयन कमिशनर प्रदीप कुमार जेना उपस्थिति रे मुख्य शासन सचिव सुरेश चंद्र महापात्र ई राशि चेक निगम अध्यक्ष सुशील कुमार लोहानी ग्रहण करिसेंती। नंबर 26 आदर्श आचरण विधि लागू समय बेआईन निशा कारबार वृद्धि। पंचायत निर्वाचन समय आदर्श आचरण विधि लागू होइतिला बेले राज्य में मद बिक्री बढ़ी। एसहित बेआईन मद कारबार बढ़ी जनापड़ी। राज्य में गत मास 19 तारिख ठारू चलित मासर 6 तारिख मध्य 1,13,686 लिटर मद जबत होइछि। 27टी अस्त्रशस्त्र जबत होइथिया बेले 471 ग्राम निशाद्रव्य जबत होइछि। सेहिभଳି 1492 वारेंट जारी करा जाइछि। पुलिस डीजी सुनील कुमार बंसलଙ୍କ द्वारा राज्य निर्वाचन आयोग को दि जाइथिबा सूचना अनुसार गत 19 दिन भितर बालेश्वर सर्वाधिक 70,536 लिटर मद जबत होइछि। जाजपुर 3,920, मयूरभंज 3,895 लिटर मद जबत होइछि। बौद्ध जिले में सबुठारु कम 187 लिटर मद जबत होइछि।
नंबर 27 वेस्टइंडिज को 44 रन रे हरैला भारत सीरीज विजयी। अहमदाबाद नरेंद्र मोदी स्टाडियम ठारे चलिथिबा भारत वेस्टइंडिज द्वितीय दिनिकिया रे भारत वेस्टइंडिज को 44 रन रे परास्त करिछि। एही विजय सह भारत तीन टिकिया सीरीज रे 2-0 रे जीतिछि। भारत द्वारा रखा जाइथिबा 238 रन रो विजय लक्ष्यर पिछा करिबाकु जाई इंडिज 46 ओवर रे 193 रन करी ऑल आउट हो जाइथिला। इंडिज पक्षरु समारा ब्रुक्स सर्वाधिक 44 रन और अकील हुसैन 34 रन करिथिले। भारत पक्षरु प्रसिद्ध कृष्णा 4टी और शार्दुल ठाकुर 2टी विकेट नेइथिले। नंबर 28 रणजी ट्रॉफी 17 रु गोवा सह ओडिशार प्रथम मुकाबिला। 2021-22 ऋतुर प्रमुख घोरई प्रथम श्रेणी क्रिकेट टूर्नामेंट रणजी ट्रॉफीर लीग पर्याय आसंता 17 रु देशर 9टी सहर में आयोजन हेबो। यह मार्च 6 रे समाप्त हेबो। एही टूर्नामेंट रे ओडिशा दल एलिट ग्रुप डी रे स्थान पाइछि। एही ग्रुप रो मैच गुड़िक अहमदाबाद रे खेला जिवो। एही ग्रुप रे थिबा अन्य 3टी दल हेले गोवा गत थरर चैंपियन सौराष्ट्र और सफलतम रणजी दल मुंबई। 17 रे गोवा विपक्ष रे ओडिशा दल प्रथम मैच खेलिबा परे 24 रु सौराष्ट्र और मार्च 3 रु मुंबई विपक्ष रे ओडिशा 3टी लीग मैच खेलिबो। ओडिशा रणजी ट्रॉफी दल 10 रे अहमदाबाद रे पहुंचिकी 5 दिन संगरोध रे रहिबो। शुभ्रांशु सेनापति नेतृत्व दिन 20 जणिया ओडिशा रणजी ट्रॉफी दल 2 दिन तले घोषणा करा जाइछि। रणजी ट्रॉफी रे मोट 38टी दल 9टी स्थान रे लीग पर्याय खेलिबे। नंबर 29 कोहली भल न खेलिले टीम रु बाद पड़िबे कहिले गावस्कर। पूर्वतन अधिनायक सुनील गावस्कर कहिसंती जे विराट कोहली सबु फॉर्मेट अधिनायक पदरु दूरे जाइथिया बेले वर्तमान निजर बैटिंग उपरे अधिक ध्यान देबाकू पड़िबो कारण भारतीय दल तांकठारु भल रन आशा करुछि। तेणु अधिनायक चापरु मुक्त होइथिबा कोहली बैटिंग उपरे अधिक मनोनिवेश करिबो जरूरी। अन्य एक प्रसंग हैला जे रोहित शर्मा सहित तांकर मनमालिन्य अछि बोली सबुबेले सुनिबाकू मिलुछि। जदि यह सत्य होइथाए तेबे दल पे आदौ शुभंकर नुहे। द्वितीयतः कोहली एपरी चिंताधारा ठारु दूरे जिबा उचित। से रोहित शर्मा नेतृत्व रे खेलिबा पई कोनोसी दुविधा करिबा अनुचित। नंबर 30 अहमदाबाद फ्रांचाइजर ना गुजरात टाइटन्स। दीर्घ प्रतीक्षार अवसान घटी अहमदाबाद इंडियन प्रीमियर लीग फ्रांचाइज शेष में तार नाम घोषणा करिछि। सुपरस्टार ऑलराउंडर हार्दिक पांड्या नेतृत्व में थिबा एही नुआ टीम रो ना हैला गुजरात टाइटन्स। टीम रो ना संक्रांत रे प्रतिक्रिया व्यक्त करी हार्दिक पांड्या कहिसंती सत कहिबाकू गले बड़ चकित लागुछि। नाटी खूब पसंद होइछि। यह आमर वैशिष्ट्य को प्रतिपादित करुछि। यार अर्थ मो पई बहुत किछि। आईपीएल 10 टीम विशिष्ट प्रतियोगिता को संप्रसारित हेबारु 2022 सेशन लीग रे सामिल हेउथिबा 2टी नुआ टीम रो गुजरात टाइटन्स हेउछि गोटिए। भिडियोटी को संपूर्ण देखिथिबारु बहुत बहुत धन्यवाद।